ଲକ୍ଷଣ ଯିଏ ଗୁରୁଙ୍କର ମନୋଭାବ ବୁଝି ତା সেই ଅନୁସାରେ କାର୍ଯ୍ୟ କରିବେ ସେ ହେଉଛନ୍ତି ଉତ୍ତମ ଭକ୍ତ। ଆଉ ଗୁରୁ ଆଦେଶ କରିସାରିଲା ପରେ ତାପରେ সেই ଅନୁସାରେ ଯେ କାର୍ଯ୍ୟ କରନ୍ତି ସେ ମଧ୍ୟମ ଶ୍ରେଣୀର ଭକ୍ତ। ଆଉ ଗୁରୁ ଆଦେଶ କଲେ ବି କରିବାର ନାହିଁ ଏ ସବୁ ହେଉଛି ଅଧମ ଶ୍ରେଣୀ। ତ ପ୍ରଭୁପାଦ ଥିଲେ ଉତ୍ତମ ଭକ୍ତ। ଭକ୍ତି ସିଦ୍ଧାନ୍ତ ଶରଣର ମନୋଭାବ ବୁଝିପାରି ସେ ଅଂରେଜୀ କବିତାରେ ଏହିପରି ସେ ବ୍ୟକ୍ତ କରିଥିଲେ। Absolute sentient thou hast proved, impersonal calamity thou hast moved. This gives us a life, a new and fresh. Worship thy pray your divine grace. ये अंग्रेजी भाषा समस्त बुझी पारे ना तेणु बंगाली मानकर पाई